ସତ ମାନିଲେ ଜାହାଜ କର୍ତ୍ତୃପକ୍ଷ ଏବେ ଓଡ଼ିଶା ପଠାଇବେ ଶବ। ଏଇଟା କମ୍ପାନୀ ନା ମଣିଷ ମରା ଜାହାଜ? ସତ ସବୁ ଏବେ ସାମ୍ନାକୁ ଆସିଲା। ଜାହାଜରେ ହିଁ ସବୁ ରେକର୍ଡ ହୋଇ ରହିଛି। ସମୁଦ୍ର ମଝିରୁ ଓଡ଼ିଶାକୁ ଆସୁଛି ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ। କିନ୍ତୁ ଏବେ ବି ସମୁଦ୍ର ମଝିରେ ନିଖୋଜ ଅଛନ୍ତି ସାର୍ଥକ। ହଁ ଦର୍ଶକ ବନ୍ଧୁ, ସାର୍ଥକକୁ ଖୋଜି ଖୋଜି ଓଡ଼ିଶାକୁ ଫେରୁଥିଲେ ସାର୍ଥକଙ୍କ ମାମୁଁ ଓ ମାମା। ହେଲେ ଏବେ ପରେ ପରେ ଜଣାପଡ଼ିଲା କି ସମୁଦ୍ର ମଝିରେ ପୁଣି ମିଳିଲା ପୂର୍ଣ୍ଣଚନ୍ଦ୍ର ଅର୍ଥାତ୍ ଆଉ ଜଣେ କ୍ୟାପ୍ଟେନଙ୍କର ଶବ। ଆଉ ଜାହାଜ କର୍ତ୍ତୃପକ୍ଷ ସତ ମାନିଲେ। ଆଉ ସେ କହିଛନ୍ତି କି ପ୍ରକୃତ ମୃତ୍ୟୁର କାରଣ, ଆଉ କଥା ଦେଇଛନ୍ତି କି ଖୁବ୍ ଶୀଘ୍ର ପଠାଇବେ ଓଡ଼ିଶାକୁ ତାଙ୍କ ମୃତଦେହ। ଆଉ ଏପଟେ ଆପଣ ବି ଜାଣିଥିବେ ସାର୍ଥକଙ୍କର ନିଖୋଜ ପରେ କାନ୍ଦି କାନ୍ଦି ମା ଆଉ ମାମୁଁ ସିଙ୍ଗାପୁର ଦୌଡ଼ି ଯାଇଥିଲେ। ଆଉ ଯେଉଁ ଜାହାଜରୁ ସାର୍ଥକଙ୍କ ନିଖୋଜ ହୋଇଥିଲେ ସେହି ଜାହାଜ ସାରା ଖୋଜାଖୋଜି କରୁଥିଲେ। ହେଲେ ଜାହାଜର କର୍ତ୍ତୃପକ୍ଷ ସାର୍ଥକଙ୍କର କ୍ୟାବିନ୍ ଛଡ଼ା ଆଉ କେଉଁଆଡ଼େ ଦେଖିବାକୁ ଦେଲେ ନାହିଁ। ଆଉ ତାପରେ ସାର୍ଥକଙ୍କ ମାମୁଁ ଓ ମାମା ନିରାଶ ହୋଇ ଫେରି ଆସିଥିଲେ ଓଡ଼ିଶାକୁ। କହିଛନ୍ତି କି ଜାହାଜ କର୍ତ୍ତୃପକ୍ଷ କିଛି ଲୁଚେଇବାକୁ ଚାହୁଁଛନ୍ତି। ବାସ୍ ଏହିସବୁ ଘଟଣା ପରେ ପୁଣି ଶୁଣିବାକୁ ମିଳୁଛି କି ଏହି ଜାହାଜରେ ପ୍ରାୟ 10 ଜଣଙ୍କର ହତ୍ୟା କରାଯାଇଛି। ଏହି ଜାହାଜର ନାଁ ହେଉଛି ଡେଥ୍ ସିପ୍। ଏହି କମ୍ପାନୀ ଜାହାଜର ଯିଏ ଯାଉଛି ସେ ଆଉ ଫେରୁନାହିଁ। ଜାହାଜ ଭିତରେ ଷଡ଼ଯନ୍ତ୍ର, ତାପରେ ହତ୍ୟା, ତାପରେ ଗାୟବ। ଏଥିରେ କିଏ ହଜିଯାଉଛି ତ ଆଉ କିଏ ନିଜ ଜୀବନ ହରାଇ ଦେଉଛି। ଚାକିରି ପାଇଁ ଯାଉଥିବା ଭେଣ୍ଡିଆ ଯୁବକ ଏହି ଜାହାଜରୁ ଆଉ ଘରକୁ ଫେରୁନାହାନ୍ତି। ଏ ପର୍ଯ୍ୟନ୍ତ ଏହି ଜାହାଜ କମ୍ପାନୀରୁ 10 ଜଣ କ୍ରିଉଙ୍କର ମୃତ୍ୟୁ ହୋଇଗଲାଣି। ଜାହାଜ କମ୍ପାନୀ ପାଖରେ କିନ୍ତୁ ମୃତ୍ୟୁର ସଠିକ୍ ଉତ୍ତର ନାହିଁ। ହଁ ଦର୍ଶକ ବନ୍ଧୁ, ଜାହାଜ ପରିଚାଳନା କମ୍ପାନୀର ନାମ ହେଉଛି ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ। ଏହି କମ୍ପାନୀ ବିଭିନ୍ନ ଜାହାଜର ପରିଚାଳନା ଦାୟିତ୍ୱରେ ରହିଛି। ଆଉ ଏହାର ଅଧୀନରେ ରହିଛି ଶହ ଶହ ଜାହାଜ। ଜାହାଜଟି ଯେତେବେଳେ ସିଙ୍ଗାପୁରରେ ଥିଲା ସେତେବେଳେ ସାର୍ଥକ କେଉଁଆଡ଼େ ହଜି ଯାଇଥିଲେ। ସିସିଟିଭି ଫୁଟେଜ୍ ଅନୁସାରେ ସାର୍ଥକ ଘଟଣା ଦିନ ଅଧା ବାଟରେ ଗାୟବ ହୋଇଯାଇଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି କି କାହିଁକି ଜାହାଜର ସବୁଆଡ଼େ ଖୋଜାଖୋଜି କରିବାକୁ ଛାଡ଼ିଲେନି ସାର୍ଥକଙ୍କ ମା ଓ ମାମୁଁଙ୍କୁ? ଏବେ ବାସ୍ ଦେଖିବାକୁ ବାକି ରହିଲା କି କେତେ ଶୀଘ୍ର ସାର୍ଥକଙ୍କ ପତା ମିଳୁଛି, ଆଉ ଏହି ଅବସ୍ଥାରେ କେଉଁଠି ସେ ଅଛନ୍ତି, ଆଉ ତାଙ୍କ ସହ ସବୁ କ'ଣ ହୋଇଛି।